ହ୍ୟାଲୋ ଷ୍ଟୁଡେଣ୍ଟ, ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍କୁ ଆପଣମାନଙ୍କୁ ସ୍ୱାଗତ। ପିଲାମାନେ, ଆମେ ଆଜି ଏହି ଭିଡ଼ିଓରେ ତୁମର ଡିସ୍କସନ୍ କରିବା ଇତିହାସର ଚତୁର୍ଥ ଅଧ୍ୟାୟ, ଯେଉଁ ବିଷୟଟିର ନାଁ ହେଉଛି ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର କି ପ୍ରକାର ପ୍ରଭାବ ପଡ଼ିଥିଲା। ତାହେଲେ ଯେଉଁ ବ୍ରିଟିଶର୍ସ ମାନେ ଆମକୁ ଶାସନ କରୁଥିଲେ, ସେମାନେ ତାଙ୍କର ଆର୍ଥିକ ନୀତି ଗୁଡ଼ିକ କ'ଣ ଥିଲା ସେ ବ୍ୟବସ୍ଥାରେ ଆମେ ଡିସ୍କସନ୍ କରିବା। ପ୍ରଥମ ଦେଖିବା କୃଷି ଓ ଶିଳ୍ପ ଉପରେ କ'ଣ ସେମାନେ ଚେଞ୍ଜେସ୍ ଆଣିଲେ ବା ତାଙ୍କର ନୀତି ଗୁଡ଼ିକ କୃଷି ଓ ଶିଳ୍ପ ଉପରେ କ'ଣ ପ୍ରଭାବ ପକାଇଥିଲା। ଭାରତର ରାଜନୀତି ଓ ସାମାଜିକ ଜୀବନ ସହିତ ଆର୍ଥିକ ଅବସ୍ଥା ମଧ୍ୟ ଇଂରେଜ ଶାସନ ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହେଲା। ପାରମ୍ପରିକ ଆର୍ଥିକ ବ୍ୟବସ୍ଥାରେ ଗ୍ରାମ ଗୁଡ଼ିକ ପ୍ରାୟତଃ କ'ଣ ଥିଲେ, ସ୍ୱାବଲମ୍ବୀ ଥିଲେ। ନିଜର ଚାହିଦା ମତେ ଲୋକ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କ'ଣ କରୁଥିଲେ, ଉତ୍ପାଦନ କରୁଥିଲେ। ସାଧାରଣତଃ କ'ଣ ଉତ୍ପାଦନ କରୁଥିଲେ ନା ଗ୍ରାମ ଲୋକମାନେ ନିଜର ଖାଦ୍ୟ ହେଉ ଯେକୌଣସି ଦ୍ରବ୍ୟ ସେମାନେ କ'ଣ ଗ୍ରାମାଞ୍ଚଳ ଲୋକମାନେ ସେମାନେ ନିଜେ ଉତ୍ପାଦନ କରୁଥିଲେ, ସହରାଞ୍ଚଳ ଭଳି ଅନ୍ୟ ଉପରେ ନିର୍ଭର କରୁନଥିଲେ। ବଜାର ଉପରେ ସେମାନଙ୍କର ବିଶେଷ ନିର୍ଭର ନଥିଲା। ଗ୍ରାମବାସୀମାନଙ୍କର ଏହି ଆର୍ଥିକ ସ୍ୱାବଲମ୍ବନଶୀଳତା ଯୋଗୁଁ ଦେଶକୁ ବହୁତ ଆର୍ଥିକ ସ୍ୱାଧୀନତା ମିଳିଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ପରି ଏକ ବାଣିଜ୍ୟ ସଂସ୍ଥା ଦ୍ୱାରା ପରିଚାଳନା ଇଂରେଜ ସରକାରଙ୍କର ଭାରତର ଆର୍ଥିକ ଆତ୍ମନିର୍ଭରଶୀଳତାକୁ କ'ଣ କଲା, ନଷ୍ଟ କରିଦେଲା। ଯାହାଫଳରେ କ'ଣ ହେଲା ନା ସାମ୍ରାଜ୍ୟବାଦୀ ତଥା ଔପନିବେଶିକ ଆର୍ଥିକ ବ୍ୟବସ୍ଥା ଦ୍ୱାରା କବଳିତ ହେଲା ଏବଂ ଏଥିରେ ଲୋକମାନଙ୍କର ସ୍ୱାର୍ଥ ହିଁ କ'ଣ ହେଲା, ବଳି ପଡ଼ିଲା। ବୁଝିହେଲା ନା ନାହିଁ? ଗ୍ରାମାଞ୍ଚଳ ଲୋକମାନେ ଯେଉଁ ସ୍ୱାବଲମ୍ବୀ ଥିଲେ, ବ୍ରିଟିଶ ମାନେ ଆଉ ସେମାନଙ୍କୁ ସ୍ୱାବଲମ୍ବୀ ରଖେଇ ଦେଲେ ନାହିଁ। ଭାରତର ପୂର୍ବରୁ ଯେଉଁମାନେ ଆମକୁ ଶାସନ କରୁଥିଲେ, ଯିଏ ତୁର୍କୀ ହେଉ କି ମୋଗଲ ହେଉ, ସେମାନଙ୍କଠାରୁ ବ୍ରିଟିଶର୍ସ ମାନେ ଥିଲେ ପୁରା ଅଲଗା। ସେମାନେ କେବେ ହେଲେ ଭାରତକୁ ନିଜ ସ୍ଥାୟୀ ବାସସ୍ଥଳୀ ରୂପେ ଗ୍ରହଣ କରିନଥିଲେ। ବ୍ରିଟିଶର୍ସ ଯେଉଁ ଆମର ମୋଗଲ ହୁଅନ୍ତୁ, ଦିଲ୍ଲୀ ସଲତାନେତ ହୁଅନ୍ତୁ, ଯେକୌଣସି ହୁଅନ୍ତୁ, ସେମାନେ ଭାରତରେ ରହିଥିଲେ, ଭାରତକୁ ନିଜର ବାସସ୍ଥାନ ଭାବୁଥିଲେ। ଏମାନେ କେବଳ ଲୁଟିବା ଉଦ୍ଦେଶ୍ୟରେ ଆସିଥିଲେ। ଭାରତରୁ ନିରନ୍ତର ଧନ ଶୋଷଣ କରି ନିଜ ଦେଶ ଇଂଲଣ୍ଡର ଅର୍ଥ ବ୍ୟବସ୍ଥାରେ ଉନ୍ନତି କଥା ଚିନ୍ତା କରୁଥିଲେ। ସେମାନଙ୍କୁ ମିଳୁଥିବା ଉଚ୍ଚ ବେତନ ବିଦେଶକୁ ଚାଲିଯାଉଥିଲା। ଖଜଣା ଆକାରରେ ମଧ୍ୟ ଧନ ବାହାରକୁ ଚାଲିଯାଉଥିଲା। ସାମ୍ରାଜ୍ୟ ବିସ୍ତାର ତଥା ସୁରକ୍ଷା ପାଇଁ ଭାରତରେ ଏକ ବିଶାଳ ସୈନ୍ୟବାହିନୀ ରଖିବାକୁ ପଡ଼ୁଥିଲା, ଯାହାର ମୋଟ ବ୍ୟୟଭାର ଥିଲା କାହା ଭାରତ ଉପରେ। ତେଣୁ ଆମରି ଦେଶରେ ରହି ଆମରି ଟଙ୍କାକୁ ନେଇ ସିଏ ଇଂଲଣ୍ଡର ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ନିଜ ଅଞ୍ଚଳର କିଭଳି ବିକଶିତ ହେବ, ବିକାଶ ହେଇପାରିବ ତାହାକୁ ଦେଖୁଥିଲେ। କେବେ ଭାରତକୁ ନିଜର ବାସସ୍ଥାନ ରୂପେ ମାନିନଥିଲେ ବା ମା ରୂପେ ଦେଖିଥିଲେ, ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୈତିକ ଦେଶ ଭାବରେ ଉଭା ହେଇଥାନ୍ତା। କାରଣ ଏତେ ପର୍ଯ୍ୟାପ୍ତ ମାତ୍ରାରେ ଧନ ସମ୍ପତ୍ତି ଥିଲା ଯେ ଅଗଣିତ ଅସୁମାରୀ ଯେତେ ଲୁଟିଲେ ବି ଚିନ୍ତା କର, ଏତେ ଲୁଟି ସାରିଲା ପରେ ଭାରତ ଆଜି କେତେ ବଡ଼ ଅର୍ଥନୀତିର ରାଷ୍ଟ୍ର ହେଇ ଠିଆ ହେଇଛି। ତାପରେ କ'ଣ ନା ସିଏ ସବୁ କ'ଣ କରୁଥିଲେ ନା କଞ୍ଚାମାଲ ଏଠୁ ନେଉଥିଲେ। ବ୍ରିଟିଶରେ କ'ଣ କରୁଥିଲେ, ତାକୁ ପିଲାମାନେ ଏଠୁ ସେ କଞ୍ଚାମାଲ ନେଇଯାଉଥିଲେ, କଞ୍ଚାମାଲ ଓ ଖାଦ୍ୟଶସ୍ୟ ଏଠୁ ନେଉଥିଲେ, ବ୍ରିଟିଶରେ ତାକୁ ତିଆରି କରୁଥିଲେ, ପୁଣି ସେ ଜିନିଷକୁ ଆଣି କେଉଁଠି ବି ବ୍ୟବସାୟ କରୁଥିଲେ ନା ଆମର ଭାରତ ବର୍ଷରେ ବ୍ୟବସାୟ କରୁଥିଲେ। ତା ମାନେ କଞ୍ଚାମାଲ ଆମର କେବଳ ସେମାନେ ଫ୍ୟାକ୍ଟ୍ରି ପାଇଁ ଲଗେଇଲେ, ସେଠି ପ୍ରଡକ୍ସନ୍ କରି ପୁଣି ଦ୍ରବ୍ୟ ବିକି ଏଠୁ ପୁଣି ଆମ ପକେଟରୁ ପଇସା ନେଇ ତାଙ୍କର ଆର୍ଥିକ ବିକାଶ କଲେ। କୃଷି ବ୍ୟବସ୍ଥାରେ କ'ଣ ପରିବର୍ତ୍ତନ କଲେ ନା ଆମେ ସବୁ ପଢ଼ିବା ଯେ କୃଷି ବ୍ୟବସ୍ଥାରେ କେମିତି ବ୍ୟବସ୍ଥା କଲେ। ଇଂରେଜ ଅମଳରେ ସରକାରୀ ଖର୍ଚ୍ଚ ବୃଦ୍ଧି ପାଇଲା। ଭରଣା କରିବା ସକାଶେ ଜମିର ଆଦାୟ ଯୋଗ ଖଜଣାକୁ ଅନୁରୂପ ମାତ୍ରାରେ ବୃଦ୍ଧି କରିବା ପାଇଁ ଏବଂ ଦ୍ୱିତୀୟତଃ ଧାର୍ଯ୍ୟ ମୁତାବକ ଖଜଣା ନିର୍ଦ୍ଦିଷ୍ଟ ସମୟରେ ଆଦାୟ ହେବା ଜରୁରୀ ହେଲା। ଅନ୍ୟଥା ଯୋଜନା ମଧ୍ୟ ଆଗତୁରା ବ୍ୟୟ ଅଟକଳ କରିବା ସମ୍ଭବ ନଥିଲା। ଏହି ଔପନିବେଶକୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର କୃଷି ଉପରେ ନୂତନ ସବୁ ବ୍ୟବସ୍ଥା ଆଣିଲେ। କ'ଣ ନା ମନେ ରଖିଥିବା, ପ୍ରଥମ ହେଲା ଚିରସ୍ଥାୟୀ ପରମାନେଣ୍ଟ ସେଟେଲମେଣ୍ଟ, ଚିରସ୍ଥାୟୀ ବନ୍ଦୋବସ୍ତ ବା ଜମିଦାରୀ ପ୍ରଥା। ଆକୁ ଯେଉଁ ଲାଗୁ କଲେ ସିଏ ଥିଲେ ଜେନେରାଲ ଲର୍ଡ କର୍ଣ୍ଣୱାଲିସ୍, ବଙ୍ଗରେ ପ୍ରଥମେ, କାରଣ ସେ ଗଭର୍ଣ୍ଣର ଜେନେରାଲ ଥିଲେ। ଏହି ବନ୍ଦୋବସ୍ତର ଲକ୍ଷ୍ୟ ରହିଲା କ'ଣ ନା ଜମି ଉପରେ ଖଜଣା ସ୍ଥାୟୀ ରୂପରେ ଧାର୍ଯ୍ୟ ହେଲା, ତାକୁ ସରକାର ପକ୍ଷରୁ ଜମିଦାର ଆଦାୟ କରିବେ ବୋଲି ସ୍ଥିର କରାଗଲା। ଚିରସ୍ଥାୟୀ ବା ଇଏ ମାନେ କ'ଣ, ଗୋଟେ ନିର୍ଦ୍ଦିଷ୍ଟ ଜମି ଉପରେ ଗୋଟେ ନିର୍ଦ୍ଦିଷ୍ଟ କରକୁ ଲାଗୁ କରି ଦିଆଗଲା। ଯେତେ ଲାଭ ହେଲେ ବି ସେତିକି କର ଦେବ, ଯେତେ କ୍ଷତି ହେଲେ ବି ସେତିକି କର ଦେବ ହେଲା। ସୂର୍ଯ୍ୟାସ୍ତ ଆଇନ ବଳରେ ତାଙ୍କ ଜମିଦାରୀ ଉଚ୍ଛେଦ ହେବ ବୋଲି ନିୟମ ମଧ୍ୟ ହେଲା। ଯଦି ନିର୍ଦ୍ଦିଷ୍ଟ ତିଥିରେ ବା ପୂର୍ବରୁ ଜମିଦାରୀ ମାନେ ଖଜଣା ସରକାରୀ ତହବିଲରେ ଜମା ନ କରିବେ, ସୂର୍ଯ୍ୟାସ୍ତ ହେବା ଭିତରେ ଯଦି ନ କଲେ ସୂର୍ଯ୍ୟାସ୍ତ ବେଳକୁ ତାଙ୍କର ଉଚ୍ଛେଦ ହେଇଯିବ। ନିୟମ କଡ଼ାକଡ଼ି ଭାବେ ପାଳିତ ହେବାରୁ ଅନେକ ଜମିଦାରୀ ଉଚ୍ଛେଦ ହୋଇଗଲା। ନୂଆ ଜମିଦାରୀ ଆସିଲେ। ଜମିଦାର ଉଚ୍ଛେଦ ଭୟରେ ସେମାନେ ପୂର୍ବ ଆଗରୁ ପ୍ରଜାମାନଙ୍କ ପାଖରୁ ଖଜଣା ହାସଲ କଲେ। ଖଜଣା ଦେବା ପାଇଁ ପ୍ରଜା ହୁଏତ ଅଧିକ ସୁଧରେ ଗାଁ ମହାଜନଙ୍କ ଠାରୁ ଋଣ ନେଲେ ଅଥବା ଖଜଣା ଦ ନେଇପାରିଲେ ଜମିହୀନ ହେଲେ।
ପୁଣି ଅନେକ ସମୟରେ ଋଣ ଓ ସୁଧ ପରିମାଣ ଅତ୍ୟଧିକ ହେବାରୁ ତା'ର ଜମି ବାଜ୍ୟାପ୍ତ ହେଲା। ଅର୍ଥାତ୍ ଏଣିକି ଜମି କ୍ରୟ ବିକ୍ରୟ ହେଲା ଓ ପ୍ରକୃତ ପ୍ରଜା ଜମିହୀନ ହେବାକୁ ବାଧ୍ୟ ହେଲେ। ଆକ୍ଚୁଆଲି ଜମିର ଓନର୍ ଯିଏ ସିଏ କ'ଣ ହେଲା ନା ଜମିହୀନ ହେଇଗଲେ। ମାନେ ଭାବ କେଉଁ ରେଟ୍ରେ ସେମାନେ ଚିନ୍ତା କଲେ। ପରମାନେଣ୍ଟ ସେଟଲମେଣ୍ଟ ଲଗାଇବା ଦ୍ୱାରା କାହାକୁ ଫାଇଦା ବ୍ରିଟିଶର୍ସକୁ ହେଲା। ଜମିଦାରୀ ମାନେ କିଛି ଜମିଦାରୀ ହଲେଇଲେ, କାରଣ ଠିକ୍ ଟାଇମ୍ରେ ଯଦି ଖଜଣା ନ ଦେଇପାରିଲେ ଆଉ କିଛି ଜମିଦାରୀ ତାଙ୍କ ଜମିଦାରୀ ରଖିବା ପାଇଁ ପ୍ରବଳ ମାତ୍ରାରେ ପ୍ରେସର କଲେ କାହା ଉପରେ? କୃଷକମାନଙ୍କ ଉପରେ ବା ଜମିମାନଙ୍କ ଉପରେ। ଯେଉଁମାନେ ନ ଦେଇପାରିଲେ ଜମି ପଳେଇଲା। ଇଏ ଥିଲା ପରମାନେଣ୍ଟ। ଅସ୍ଥାୟୀ ବନ୍ଦୋବସ୍ତ ବା ରୟତୱାରୀ ତାକୁ କୁହାଯାଏ। ସିଏ କ'ଣ ସେଟଲମେଣ୍ଟ ନା ଇଏ ମାଡ୍ରାସ ଆଉ ବମ୍ବେରେ ସାର୍ ଟମାସ ମୁନରୋଙ୍କ ଦ୍ୱାରା ଲାଗିଥିଲା। କ'ଣ 20 ବା 30 ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ହେଲା। ଗୋଟେ 20 ଆଉ 30 ବର୍ଷ ପର୍ଯ୍ୟନ୍ତ ଗୋଟେ ଫିକ୍ସ ରେଟ୍ ରହିବ, ତାପରେ ଚେଞ୍ଜ ହେବ। ଜମିଦାର ନଥିଲେ ସୁଦ୍ଧା ନିଜେ ସରକାର ଜମିଦାର ପରି କଡ଼ାକଡ଼ି ଭାବେ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଖଜଣା କ'ଣ ଅସୁଲ କଲେ। ଜମିଦାରୀ ଯଦି ସେ ଏରିଆରେ ନଥିବେ ତାହେଲେ ସରକାର ନିଜେ ସେଠି ଜମିଦାରୀ ହେଲେ। ତାପରେ କ'ଣ ହେଲା ନା ବଙ୍ଗ ପରି ମଧ୍ୟ ପ୍ରଜା ଅଧିକ ସୁଧରେ ଋଣ କରି ଖଜଣା ଜମା କରିବାକୁ ବାଧ୍ୟ କଲେ। ସେହି ପ୍ରକ୍ରିୟାରେ ଋଣ ଜାଲରେ ପଡ଼ୁଥିଲେ, ଏମିତି ଜମି ହରିବାକୁ ପଡ଼ିଲା। ଏକ୍ଜାକ୍ଟ ଜିନିଷ ଯାହା ସିଏ କେବଳ ସିଏ ସେଟଲମେଣ୍ଟ ହେଇଗଲା ପରମାନେଣ୍ଟ। ଇଏ ପ୍ରତି 20ରୁ 30 ବର୍ଷ ଭିତରେ ଚେଞ୍ଜ ହେବ। ମନେକର ଗୋଟେ ଜମିକୁ 20ରୁ 30 ବର୍ଷ ପର୍ଯ୍ୟନ୍ତ ଗୋଟେ ନିର୍ଦ୍ଦିଷ୍ଟ ମୂଲ୍ୟ ରହିଲା ଯେ ଏତିକି ଟଙ୍କା ତୁମେ ପ୍ରତି ମାସକୁ ଖଜଣା ଦେବ। 20 ବର୍ଷ ପରେ ସେ ଟଙ୍କାଟା ଆଇଦର ଦେଖିବେ ଯଦି ସେ ଜମିଟା ଭଲ ଉତ୍ପାଦନ ହେଉଛି ତାହେଲେ ଖଜଣା ବଢ଼େଇବେ, ଯଦି ଦେଖିଲେ ନାହିଁ ଉତ୍ପାଦନ ଏତେ ଭଲ ହେଉନି ଖଜଣା କମିବ। ଏ ଦୁଇଟାଙ୍କରେ ହିଁ ପ୍ରଜାମାନଙ୍କର ଅମଙ୍ଗଳ ହେଲା, ଭୂମିହୀନ ହେଲେ ପ୍ରଜାମାନେ। ମାହାଲୱାରୀ ବନ୍ଦୋବସ୍ତ କ'ଣ ନା ପଞ୍ଜାବ ଆଉ ପଶ୍ଚିମ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଏ ଜିନିଷ ଲାଗିଲା। କ'ଣ ନା ଏହା ଥିଲା ଯେ ଅସ୍ଥାୟୀ ବନ୍ଦୋବସ୍ତ। କ'ଣ ଥିଲା ଅସ୍ଥାୟୀ ବନ୍ଦୋବସ୍ତ? ଆକୁ ମଧ୍ୟ ଅସ୍ଥାୟୀ ବନ୍ଦୋବସ୍ତ କୁହାଯାଏ। ଖଜଣା ଆଦାୟ କରିବାକୁ ପ୍ରଜାଙ୍କ ଉପରେ ଗ୍ରାମ୍ୟ ସମାଜ ଖୁବ୍ ଚାପ ପ୍ରୟୋଗ କରୁଥିଲେ। ଫଳରେ ଖଜଣା ଜମା କରିବାକୁ ପ୍ରଜା କ'ଣ କଲେ? ଋଣ ଆଣେ। ସବୁଠି ମନେ ରଖିଥା ଗୋଟିଏ କଥା, ତମେ ମନେକର ଜଣଙ୍କଠାରୁ 5 ଟଙ୍କା ଧାର ଆଣିଛ। ସେଇ 5 ଟଙ୍କା ଯେତେବେଳେ ସିଏ ପ୍ରେସର କଲା ସୁଝିବା ପାଇଁ, ତମ ପାଖରେ ତ ନାହିଁ, ତମେ ଆଉ ଜଣଙ୍କ ଠାରୁ ଧାର ଆଣିଲ। ଯାହା ଠାରୁ ଧାର ଆଣିଲ ତାର ଯେତେବେଳେ ନ ସୁଝି ପାରିବ ସେ କହିଲା ଠିକ୍ ଅଛି ତୁ ତ ଗୋଟେ କାମ କର, ମୁଁ ପଇସା ତ ଦେଇପାରିଲୁନି, ମୋତେ ଜମି ଦେ। ତାହେଲେ କ୍ଷତି ଓଭିୟସଲି କାହାର ହେଉଛି? ପ୍ରଜାମାନଙ୍କର ହିଁ ହେଉଛି। ମୋଟ କଥା ହେଲା ନୂତନ ଜମି ଜମା ବନ୍ଦୋବସ୍ତ ଯୋଗୁଁ ଏଣିକି ଏକ ବିକ୍ରିଲବ୍ଧ ସାମଗ୍ରୀ ହେଇଗଲା ଜମି ଗୁଡ଼ିକ। ଖଜଣା ନ ନେଇ ପାଇଲେ, ଋଣ ନ କରୁଥିଲେ, ସୁଧ ପରିଶୋଧ ନ କରିପାରିଲେ ପ୍ରଜାମାନେ କ'ଣ ହେଉଥିଲେ? ଜମି ହରେଇ ବସୁଥିଲେ। ହେଲା। ଅନ୍ୟପକ୍ଷରେ ସାହୁକାର ମହାଜନମାନେ ଜମିର ମାଲିକାନା ନିଜ ନିଜ ନାଁରେ କରିନେଲେ। ଏହି ନୂଆ ଜମି ମାଲିକାନା ମାନେ ପ୍ରତ୍ୟେକ ଭାବରେ କୃଷି କରୁନଥିଲେ। ଅନ୍ୟପକ୍ଷରେ ଭାଗ ଚାଷ କରୁଥିବା ଜମିହୀନ ପ୍ରଜା ଦାରିଦ୍ର୍ୟ ଯୋଗୁଁ କୃଷିର ଉନ୍ନତି ଆଣିପାରିଲେ ନାହିଁ। କୃଷିର ଉନ୍ନତି ଆଣିବ କିଏ? କୃଷି ପାଇଁ କୃଷକ। ସରକାର ଆମର ଯେମିତି କଲେ କାଳିଆ ଯୋଜନା, ବୁଝିଗଲା ନା ନାହିଁ? କୃଷି ପାଇଁ କୃଷକ। ଯଦି କୃଷକ କୃଷି କରିବ ନାହିଁ ତାହେଲେ କ'ଣ ଗୋଟେ କଲେକ୍ଟର ନା ଗୋଟେ ଆଇଏଏସ୍ ଅଫିସର ନା ଗୋଟେ ଟିଚର ଯାଇ କୃଷି କରିବ? ତା ମାନେ ଯଦି କୃଷକ ପାଖରେ ଜମି ରହିବନି ତାହେଲେ ଯେଉଁ ଜମିଦାରୀ ମାନେ ନେଇକି ତାକୁ ପାଖରେ ରଖିଦେଲେ ସିଏ କ'ଣ ଚାଷ କରିବେ? ତାହେଲେ ଏଠି ଓଭରଅଲ୍ ମୋଟ ଦେଖିବାକୁ ଗଲେ କ'ଣ ପଇସା ତ ଇଂରେଜ ସରକାର ମାନେ ଲୁଟିଲେ, କିନ୍ତୁ ଦେଶରେ କୃଷି ଉପରେ ଗୋଟେ ବଡ଼ ପ୍ରଭାବ ପଡ଼ିଲା। ତାପରେ କ'ଣ ହେଲା ନା କୁଟୀର ଶିଳ୍ପର ଅବନତି କେମିତି ଘଟିଲା ଡିସ୍କସନ୍ କରିବା। କୁଟୀର ଶିଳ୍ପ ଉପରେ ଏହାର ପ୍ରଭାବ କ'ଣ ପଡ଼ିଲା ନା ଅଷ୍ଟଦଶ ଶତାବ୍ଦୀ ପର୍ଯ୍ୟନ୍ତ ହସ୍ତଶିଳ୍ପ ଓ କାରିଗରୀ ପାଇଁ ଭାରତ ବିଶ୍ୱରେ ପ୍ରସିଦ୍ଧ ହୋଇ ରହିଥିଲା। ହସ୍ତଶିଳ୍ପରୁ ପ୍ରସ୍ତୁତ ଗହଣା, ଟସର ଲୁଗା, ପଶମ ବସ୍ତ୍ର ଆଦି ସୌଖିନ ବିଳାସ ସାମଗ୍ରୀ ବିଦେଶକୁ କ'ଣ କରାହେଉଥିଲା? ରପ୍ତାନି କରାହେଉଥିଲା। ଆକୁ ସବୁ କରୁଥିଲେ କିଏ ନା ହସ୍ତଶିଳ୍ପୀ ମାନେ ବା କାରିଗରୀ ମାନେ। ଲକ୍ଷ ଲକ୍ଷ କାରିଗରୀ ଏଥିରେ କ'ଣ ହେଇଥିଲେ? ନିଯୁକ୍ତି ପାଉଥିଲେ। ଯେକୌଣସି ଜିନିଷ ଯାହାକୁ ନିଜେ ତିଆରି କରୁଥିଲେ, ଯେକୌଣସି ଜିନିଷ ଗୁଡ଼ାକ ଯେତେବେଳେ ବିଦେଶରେ ବିକ୍ରି ହେଉଥିଲା ତାଙ୍କୁ କିଛି ପାଉଣା ମିଳୁଥିଲା, ସେ ରୋଜଗାର କରୁଥିଲେ, ବେରୋଜଗାର ତ ନଥିଲେ ନା। ଏହି କାରିଗରୀଙ୍କ ମଧ୍ୟରେ କିଏ କିଏ ଥିଲେ? କ୍ଷୁଦ୍ର ଚାଷୀ ଥିଲେ। କୃଷି ଓ କାରିଗରୀ ଉପରେ ଭରସା କରି ସେମାନେ ଆତ୍ମନିର୍ଭର ଥିଲେ। ଗୋଆ, ସୁରଟ, ଢାକା, ବାରାଣସୀ, ଚିତ୍ତାଗଞ୍ଜ, ଲାହୋର ଆଦି ସହରରେ ହସ୍ତଶିଳ୍ପୀ ଗୁଡ଼ିକର କ'ଣ ଥିଲା? ମୁଖ୍ୟ କେନ୍ଦ୍ର ଗୁଡ଼ିକ ଥିଲା। 19 ବେଳକୁ ଯେତେବେଳେ ଶିଳ୍ପ ବିପ୍ଳବ ଆରମ୍ଭ ହେଲା, ଶିଳ୍ପ ବିପ୍ଳବ ଯେତେବେଳେ ଆସିଲା, ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ ଯେତେବେଳେ ଆସିଲା, ସେତେବେଳେ କ'ଣ ହେଲା ନା ଭାରତରେ କଳ ତିଆରି ଲୁଗା ଓ ଅନ୍ୟାନ୍ୟ ମେସିନ୍ ପ୍ରସ୍ତୁତ ବିଦେଶୀ ସାମଗ୍ରୀ ଶସ୍ତାରେ କିଣିବାକୁ ଲାଗିଲା। ଯାହାଫଳରେ କି ନିଜ ଶିଳ୍ପର ବିକାଶ ପାଇଁ ଇଂରେଜ ସରକାର ମଧ୍ୟ ବିଦେଶୀ ସାମଗ୍ରୀ ଓ ଆମଦାନୀ ଉପରେ ବାଣିଜ୍ୟ ଶୁଳ୍କ ଛାଡ଼ କଲେ। ପୁଣି ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଲୋକ ପାରିବାରିକ ହସ୍ତଶିଳ୍ପୀ ପ୍ରସ୍ତୁତ ସ୍ୱଦେଶୀ ବସ୍ତ୍ରକୁ କ'ଣ କଲେ ନା ପସନ୍ଦ କଲେ। ଯେମିତିକି ମୁଁ ଉଦାହରଣ ଦେବି ଯେ ବର୍ତ୍ତମାନ ତମେ 200ରୁ 300 ଟଙ୍କା ଦେଲେ ଯେକୌଣସି ଇଏର ଗୋଟିଏ ଶାଢ଼ୀ କିଣିପାରୁଛ। ଇଏ ଗୋଟିଏ ଶାଢ଼ୀ ତୁମକୁ ଏଠି ତିଆରି କରିଦେଲି, ବାସ୍ ଏ ଶାଢ଼ୀଟାକୁ ତୁମେ ନା ମାର୍କେଟରୁ ଯାଇ 200ରୁ 300 ଟଙ୍କା ତୁମେ ବୟନିକା ବୟନଶିଳ୍ପ ଯେଉଁଠି ତୁମେ ଯାଅ କିଣିପାରୁଛ। କେତେ 300-400ରୁ ଆରମ୍ଭ ହୋଇ ତୁମର ସିଲ୍କ ହେଉ କି ତୁମର ଯେକୌଣସି ମଡ଼େଲର ତୁମେ ନେଇ ଆସିପାରୁଛ।
এইଠି ଦେଖ ହସ୍ତତନ୍ତ ଶାଢ଼ୀ ଯେତେବେଳେ ଆପଣ ଦେଖୁଥିବ କୁଟୀର ଶିଳ୍ପ ପଡ଼ୁଛି, ଗୋଟେ ସମ୍ବଲପୁରୀ ଶାଢ଼ୀ କଥା ଆମେ ଚିନ୍ତା କରୁଛେ, ତାର ଦାମ 12,000, 9,000, 10,000ରୁ ଆରମ୍ଭ ହେଉଛି। ତା ମାନେ ଲୋକମାନେ କେଉଁ ଶାଢ଼ୀ ବେଶୀ ନା ଘରେ ଘରେ କ'ଣ ସମସ୍ତେ ଆମର ସମ୍ବଲପୁରୀ ଶାଢ଼ୀ ପିନ୍ଧୁଛ ନା ସମ୍ବଲପୁରୀ ପାଟ ପିନ୍ଧୁଛ? କାହିଁକି ନା 300 ଟଙ୍କାରେ ଆମର ଯେଉଁ କମ୍ପାନୀ ତିଆରି କରିଦେବା ଶାଢ଼ୀଟା ଆମକୁ ପସନ୍ଦ ଆସିଯାଉଛି। ତେଣୁ ସାବିତ୍ରୀ ପୂଜାରେ ସ୍ତ୍ରୀ ପାଇଁ 400 ଟଙ୍କା ଦେଇଦେଲେ ଗୋଟେ ଶାଢ଼ୀ ହେଇଯିବ। ଯାହାଫଳରେ କି ଇଏ ଯେଉଁ ଜିନିଷ ହସ୍ତତନ୍ତ ଗୁଡ଼ିକ ଯେଉଁଗୁଡ଼ାକ ହେଲା ଲୋକ ହାତରେ ବୁଣିଲେ, ପରିଶ୍ରମ କଲେ, ମେହନତ କଲେ, ତାର ଚାହିଦା କମିଲା। ଏକ୍ଜାକ୍ଟ ଜିନିଷ ଆମର ଗଠନ ହେଲା କେଉଁଠି ନା ଭାରତରେ। ଲୋକ ହସ୍ତତନ୍ତ୍ରରେ ଯେଉଁ ହସ୍ତତନ୍ତ୍ର କରିବା ଶିଳ୍ପୀ କରି ଯେଉଁ ଲୋକମାନେ ରହିଯାଉଥିଲେ, ନିଜର ଅଭାବ ଅସୁବିଧା ପୂରଣ କରିପାରୁଥିଲେ, ଯେତେବେଳେ କଳକାରଖାନା ସୃଷ୍ଟି ହେଲା ଫଳରେ ଶସ୍ତାରେ ବିଦେଶୀ ଦ୍ରବ୍ୟ ଗୁଡ଼ିକ ରପ୍ତାନି ଫଳରେ ଲୋକମାନେ ବିଦେଶୀ ମୁହାଁ ହେଇଗଲେ। ତାପରେ କ'ଣ ହେଲା ନା ଧୀରେ ଧୀରେ ଉନ୍ନତ ଆସିଲା। ଦିନ ମଜୁରିଆ ଭାବରେ ଲୋକ ଖଟିଲେ, ଦାରିଦ୍ର୍ୟ ବୃଦ୍ଧି ପାଇଲା, ଆର୍ଥିକ ସ୍ଥିତି ଶୋଚନୀୟ ହୋଇଗଲା। ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଲୋକ ପୋକମାଛି ଭଳି ଅନାହାରରେ ମଲେ। ଏହାର ପଛର ବଡ଼ କାରଣ ଥିଲା ମନଇଚ୍ଛା ଦାରିଦ୍ର୍ୟ। 1866 ମସିହାରେ ନଅଙ୍କ ଦୁର୍ଭିକ୍ଷରେ ଓଡ଼ିଶାର ଲୋକ ମରିଥିଲେ। ମନଇଚ୍ଛା ନଅଙ୍କ ଦୁର୍ଭିକ୍ଷ ଥିଲା 1866 ମସିହାରେ। କାହିଁକି ନା ଲୋକମାନେ କୃଷି କାର୍ଯ୍ୟ କରିପାରିଲେନି ଜମି ଅଭାବରୁ। ଯେଉଁ ହସ୍ତତନ୍ତ୍ର ବୟନ ଶିଳ୍ପ ଥିଲା, ଯେଉଁମାନଙ୍କୁ ବ୍ୟବହାର କରି ସେ ପରିବାର ଭରଣ ପୋଷଣ କରୁଥିଲେ, ତାହା ମଧ୍ୟ କଳକାରଖାନା ଆସିବା ଫଳରେ ପଳେଇଲା। ତେଣୁ ଲୋକମାନେ ମୁଖ୍ୟତଃ କ'ଣ ହେଇଗଲେ? ଦାରିଦ୍ର ହେଇଗଲେ। ଦରିଦ୍ର ହେଲା ହେଁ ଲୋକମାନଙ୍କର ଏକମାତ୍ର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ହେଲା ମୃତ୍ୟୁ ଛଡ଼ା। ଯିଏ ଦରିଦ୍ର ସେ କେବଳ ମରଣକୁ ହିଁ ଅପେକ୍ଷା କରିଥିବ ନା ନାହିଁ। ବିଂଶ ଶତାବ୍ଦୀ ବେଳକୁ କ'ଣ ହେଲା ନା ଆଧୁନିକ ଶିଳ୍ପର ବିକାଶ ଆସିଲା। ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଯେତେବେଳେ ଇଂଲଣ୍ଡର ଶିଳ୍ପ ବିପ୍ଳବ ଆରମ୍ଭ ହେଲା, ଭାରତକୁ କେବଳ ଏକ କଞ୍ଚାମାଲର ଉତ୍ସ ଓ ଶିଳ୍ପଜାତ ସାମଗ୍ରୀର ବଜାର ରୂପେ ଇଂରେଜମାନେ ଦେଖୁଥିଲେ। ସେମାନେ ଚିନ୍ତା କଲେ ଯେତେବେଳେ ଇଣ୍ଡଷ୍ଟ୍ରି ଆମର ହେବ, ଭାରତ ହିଁ ଆମର ମୁଖ୍ୟ କଞ୍ଚାମାଲ ରିସୋର୍ସେସ୍ ଦେବ। 1850 ମସିହାରେ ସିଏ ଭାରତରୁ କ'ଣ ନେଉଥିଲେ ନା କପା ନେଉଥିଲେ, ଝୋଟ ନେଉଥିଲେ, ପଥର କୋଇଲା, ଏଇସବୁ ଜିନିଷ ନେଉଥିଲେ। ଏହି କଳକାରଖାନାରେ ହଜାର ହଜାର ଶ୍ରମିକ ନିଯୁକ୍ତି ହେଲେ। ଯଦିଓ ଦାରିଦ୍ର୍ୟ ଗ୍ରସଣ ଭୋଗୁଥିବା ମୋଟ ବେକାରୀଙ୍କ ସଂଖ୍ୟା ଥିଲା 1,500, ଭାରତ ପ୍ରଥମେ ଲୁଗାକଳ 1853 ମସିହାରେ ବମ୍ବେଠାରେ ସ୍ଥାପନ କଲା। 2 ବର୍ଷ ପରେ 1885 ମସିହାରେ ବଙ୍ଗର ରିସ୍ରାଠାରେ ପ୍ରଥମ ଝୋଟକଳ ସ୍ଥାପିତ ହେଲା। ଉଭୟ ଲୁଗା ଓ ଝୋଟକଳ ସଂଖ୍ୟା ଦିନ ବୃଦ୍ଧି ପାଇଲା। ଝୋଟକଳ ମୁଖ୍ୟତଃ ବମ୍ବେ ଓ ଲୁଗାକଳ ମହାରାଷ୍ଟ୍ର ଓ ଗୁଜୁରାଟରେ ରହିଥିଲା। 1915 ମସିହା ବେଳକୁ ଦେଶରେ ସର୍ବମୋଟ 206ଟି ଲୁଗାକଳ ବସି ସାରିଥିଲା। ତହିଁରେ କାମ କରୁଥିବା ଶ୍ରମିକଙ୍କ ସଂଖ୍ୟା ଥିଲା 2 ଲକ୍ଷ। ସେହିଭଳି 1901 ମସିହାରେ ମୋଟ 36ଟି ଝୋଟକଳରେ 1 ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକ କ'ଣ ହେଇଯାଇଥିଲେ? ନିଯୁକ୍ତି ହୋଇଯାଇଥିଲେ। ତାହେଲେ ଏଠି ଗୋଟେ କଥା ହେଲା କ'ଣ ନା ଯେତେବେଳେ ଆମର ମନେ ରଖିଥିବା ପିଲେ ଯେତେବେଳେ ଆଧୁନିକ ଶିଳ୍ପ ଆସିଲା, ସେତେବେଳେ କ'ଣ ହେଲା ନା 1853ରେ ବମ୍ବେରେ, 55ରେ ବମ୍ବେର ଝୋଟକଳ, ଲୁଗା ଝୋଟକଳ ଉଭୟ ଯେତେବେଳେ ଆସିଗଲା, 1915 ମସିହା ବେଳକୁ ସର୍ବମୋଟ 206ଟି ଲୁଗାକଳ ହେଲା। 206ଟି ଯେତେବେଳେ ଇଣ୍ଡଷ୍ଟ୍ରି ବସିଲା, 206ଟି ଭିତରେ 1.5 ଲକ୍ଷରୁ 2 ଲକ୍ଷ ଲୋକ କ'ଣ ହେଲେ? ନିଯୁକ୍ତି ପାଇଲେ। ମାନେ ଦାରିଦ୍ର୍ୟର ସଂଖ୍ୟା ଧୀରେ ଧୀରେ କ'ଣ ହେଲା? କମିବାକୁ ଲାଗିଲା। ଲୋକ ଯଦି ନିଯୁକ୍ତି ନ ପାଇବେ, ଦାରିଦ୍ର୍ୟ ସୀମାରେଖା ତଳେ ରହିବେ, ଅର୍ଥନୀତି ବୃଦ୍ଧି ହେଇପାରିବ କି? ଏକ୍ଜାକ୍ଟ ଜିନିଷ ସେମିତି। ଭାରି ଯନ୍ତ୍ର ଆଧାରିତ କାରଖାନାକୁ ବାଦ ଦେଲେ ଏହି ସମୟରେ ଚା, କଫି, ନୀଳ ଚାଷର ବେଶ ଆରମ୍ଭ ହେଲା। ଚା ବଗିଚା ମାନେ ମୁଖ୍ୟତଃ କେଉଁଠି ଥିଲା? ଆସାମରେ ଥିଲା, ବଙ୍ଗର ଦାର୍ଜିଲିଂରେ ଥିଲା, ମନେ ରଖିଥା, ୱେଷ୍ଟବେଙ୍ଗଲର ଦାର୍ଜିଲିଂ। କଫି ବଗିଚା ଦକ୍ଷିଣ ଭାରତରେ ଓ ନୀଳ ଚାଷ ବିହାର, ବଙ୍ଗରେ ଆରମ୍ଭ ହେଲା। ଚାହା, କଫି, ନୀଳ ୟୁରୋପ ବଜାରରେ ବଢ଼ିଆ ଚାହିଦା, ତାର ଭଲ ଚାହିଦା ଥିଲା। ଯେକୌଣସି ଜିନିଷର ଭଲ ଚାହିଦା ରହିବ, ତାର ବିଜନେସ୍ ଭଲ ହେବ, ତାର ବେପାର ଭଲ ହେବ, ସେଥିରେ ଲୋକମାନଙ୍କ ହାତକୁ ଆଚ୍ଛା ଖାସା କିଛି ପଇସା ଆସିପାରିବ। ଚା ଓ କଫି ବଗିଚାରେ କୁଲିର ପାଉଣା ଖୁବ୍ କମ୍ ଥିଲା। କାମ କରିବାକୁ ବାଧ୍ୟ କରି ସେମାନଙ୍କ ଉପରେ ଶାରୀରିକ ଅତ୍ୟାଚାର ମଧ୍ୟ ହେଉଥିଲା। ଇଂରେଜମାନେ ସରକାରୀ ଥିବାରୁ ଅତ୍ୟାଚାରୀ ବଗିଚା ମାଲ ଓ ସାହେବଙ୍କ ଉପରେ କୁଚିତ କାର୍ଯ୍ୟାନୁଷ୍ଠାନ ନେଉଥିଲେ। ସବୁ ଜିନିଷର ଫାଇଦାରେ ମଧ୍ୟ ଯଦି ତୁମର ଫାଇଦା ହେଉଛି, ତାହେଲେ ଆମ ଲୋକମାନଙ୍କୁ କିଛି ଭଲ ଆସ୍ଥା ଖାସ୍ତା ଦିଅ, ତାଙ୍କ ହାତକୁ କିଛି ପଇସା ନାହିଁ। ତାଙ୍କୁ ଜୋର ଜବରଦସ୍ତ କରିବ, କମ୍ ପାଉଣା ଦେବ, ଖଟେଇବ, ଅତ୍ୟାଚାର କରିବ, ଏସବୁ ଗୋଟିଏ କଥା। ତାପରେ ଦେଖ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଂଲଣ୍ଡର ଉତ୍ପାଦିତ ସାମଗ୍ରୀ ଯଥେଷ୍ଟ ନଥିବାରୁ ଭାରତର ଅନେକ ନୂତନ କଳକାରଖାନା ସ୍ଥାପିତ ହେଲା। ତଥାପି ଦେଶର ଆବଶ୍ୟକ ମାତ୍ରାରେ ଶିଳ୍ପର କ'ଣ ହୋଇନଥିଲା? ବିକାଶ ହୋଇନଥିଲା। ବୁଝିହେଲା? ପାରମ୍ପରିକ ହସ୍ତଶିଳ୍ପର ଅଧପତନ ପରେ ଯେତେ ସଂଖ୍ୟକ ଲୋକ କାରିଗରୀ ବୃଦ୍ଧି ହରାଇଲେ, ତା ତୁଳନାରେ ନିଯୁକ୍ତି ପାଇଥିବା ଶ୍ରମିକ ସଂଖ୍ୟା ଥିଲା ଅତି କମ୍। ପୁଣି ଅଧିକାଂଶ କଳକାରଖାନାର ମାଲିକାନା ୟୁରୋପୀୟମାନଙ୍କ ହାତରେ ଥିଲା। ଶ୍ରମିକ ମଜୁରୀ କମ୍ ଥିଲା, ଅଧିକ କାମ କରିବାକୁ ପଡ଼ୁଥିଲା। ତେଣୁ ଶ୍ରମିକମାନଙ୍କ ମଧ୍ୟରେ ଏକତା ଭାବ ସୃଷ୍ଟି ହେଲା, ଯାହା
ଜାତୀୟ ଆନ୍ଦୋଳନକୁ କ'ଣ କଲା? ସାହାଯ୍ୟ କଲା। ଯେଉଁ ଅଳ୍ପ ସଂଖ୍ୟକ ଭାରତୀୟ ଶିଳ୍ପପତି ସୃଷ୍ଟି ହେଲେ ସେମାନଙ୍କ ମଧ୍ୟରେ ଇଂରେଜ ଶିଳ୍ପପତିଙ୍କ ଦ୍ୱାରା ଉପେକ୍ଷିତ ହେଲେ। ତା ଭିତରୁ ବି ଯିଏ କିଛି ପଇସା ପତ୍ର ରଖିକି ଭାରତୀୟମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜେ ଶିଳ୍ପ ଗଠନ କରିବା ପାଇଁ ମୁଣ୍ଡ ଟେକିଲେ ସେମାନଙ୍କୁ ମଧ୍ୟ ଦବାଇ ଦେବା ପାଇଁ ବ୍ରିଟିଶର୍ସମାନେ ଚେଷ୍ଟା କଲେ। ଫଳରେ ଜାତୀୟ ଆନ୍ଦୋଳନକୁ ସେମାନଙ୍କର ସହଯୋଗ ରହିଲା। ମୋଟ କଥା ହେଲା ଇଂରେଜ ଶାସନ ଭାରତରେ ଆର୍ଥିକ ବ୍ୟବସ୍ଥାରେ ଘୋର ପରିବର୍ତ୍ତନ ପରିଲକ୍ଷିତ ହେଲା। ପାରମ୍ପରିକ ଆର୍ଥିକ ବ୍ୟବସ୍ଥା ବଦଳରେ ଏକ ନୂତନ ଆର୍ଥିକ ଆରମ୍ଭ ହେଲା। ମନେ ରଖ ପିଲାମାନେ, ପାରମ୍ପରିକ